ସତରେ ସେଦିନର ରାତି ଗୋଟେ କାଳ ରାତ୍ରି ଥିଲା। ହେଲୋ ହେଲୋ ଏଭ୍ରିୱାନ୍, ଆଇ ଆମ୍ ବ୍ୟାକ୍। ମୁଁ ଆପଣମାନଙ୍କର ପ୍ରିୟ ମିଛି। ହଠାତ୍ ମାଡ଼ି ଆସିଥିଲା କାଳ ବୈଶାଖୀ ଆଉ ହଷ୍ଟେଲକୁ ପୁରା ଅନ୍ଧକାର କରିଦେଇଥିଲା। ନା ଥିଲା କରେଣ୍ଟ, ନା ଆସୁଥିଲା ପାଣି, ନା ଥିଲା ଫୋନରେ ଚାର୍ଜ। ହଁ ସାଙ୍ଗମାନେ, ସେଦିନର ରାତି ବହୁତ କଷ୍ଟରେ କଟିଥିଲା। ତାଠୁ ଅଧିକ କଷ୍ଟ ଲାଗୁଥିଲା ଘର ଛାଡି ବାହାରେ ରହିବାର। ଗୋଟେ ଜିନିଷ ମନରେ ଆସୁଥିଲା, ରାତିଟା ଟିକେ ଜଲ୍ଦି ପାଇଯାଆନ୍ତା। ରାତି ପାଇ କେତେବେଳେ ସକାଳ ହେଇଗଲା ଜଣା ବି ପଡିଲାନି। ଫୋନ ଚଲଉ ଚଲଉ ଫୋନକୁ ହଠାତ୍ ଗୋଟେ ମେସେଜ ଆସିଲା। ମେସେଜ ଖୋଲିକି ଦେଖି ସଜରେ ମାର ମମତା। ମଧ୍ୟପ୍ରଦେଶରେ ଜବଲପୁର ବର୍ଗେଟ ଡ୍ୟାମରେ ଘଟିଛି ଛାତିଥରା ହୃଦୟ ବିଦାରକ ଦୁର୍ଘଟଣା। ହଠାତ୍ ଆଖିରୁ ପଳେଇ ଆସିଥିଲା ଲୁହ ଆଉ ମନରେ ଆସି ଯାଉଥିଲା କେତେ କେତେ ପରିବାର ତା ପିଲା ଛୁଆଙ୍କୁ ହରେଇ ବସିଥିଲେ। ବାରମ୍ବାର ଗୋଟେ ପ୍ରଶ୍ନ ମନରେ ଆସୁଥିଲା, ସତରେ କଣ ସେଦିନର କାଳ ବୈଶାଖୀ ରାତି ବହୁତ କିଛି ଜିନିଷ ହରେଇ ଦେଇ ଚାଲିଗଲା? ଏଇ ସବୁ କଥା ଭାବୁ ଭାବୁ ହଠାତ୍ ଆସିଗଲା ମୋ ମାର କଲ୍। ସାଙ୍ଗେ ସାଙ୍ଗେ ଫୋନଟା ଉଠେଇକିନା କାନରେ ଦେଲି। ମୋ ମା କାନ୍ଦି କାନ୍ଦି ମତେ କହୁଛି, ଝିଅ ତୁ ଠିକ ଅଛୁ ତ? ଆଉ ତୋ ସାଙ୍ଗମାନେ ଠିକ ଅଛନ୍ତି? ମାର କଥା ଆଉ କାନ୍ଦ ଶୁଣିକିନା ମୋ ଆଖିରେ ବି ଆସିଗଲା ଲୁହ। ମା ମତେ ପଚାରୁଛି, ତୁ କାନ୍ଦୁଛୁ କଣ ପାଇଁ? ତୁ ଭାବୁଛୁ ମୁଁ ଜାଣିପାରୁନି? ମୁଁ ପା ତୋ ମା, ତୋ କଷ୍ଟ ମୁଁ ବୁଝିପାରୁଛି। ସତରେ ମା ହିଁ ବୁଝିପାରେ ଗୋଟେ ପିଲାର କଷ୍ଟ। ଠିକ କହିନି ନା ସାଙ୍ଗମାନେ?